ଏବେ ବି ଆପଣ ଜଗନ୍ନାଥ ମନ୍ଦିରକୁ ଯାଆନ୍ତୁ, ଠାକୁରଙ୍କୁ ଯଦି ଜଗନ୍ନାଥଙ୍କୁ ଦେଖିବା ପାଇଁ ଆପଣ ତା ଭିତରେ ପଶିକିରି ପୁଣି ବାହାରିବେ ମାନେ ଆପଣ ସେଇଠି ଭାବିବେ ଯେ ଯାହା ମୁଁ ଗୋଟେ ବଡ ଆଚିଭମେଣ୍ଟ ମୋର ହେଇଗଲା। ଜଗନ୍ନାଥଙ୍କୁ ଦେଖିଲୁ କି ନ ଦେଖିଲୁ ଆପଣ ଦେଖିପାରିବେନି। ସେ ଯୋଉ କୃତ୍ରିମ ଭିଡ ସେଠି ହଉଛି ଆପଣ ଦେଖିପାରିବେନି। ଆପଣ ଯଦି ପଚାରିବେ ଯେ କଣ ପାଇଁ ଏତେ ହଉଛି, ଆମର ପୁରୀ ଯୋଉ ଦାଣ୍ଡ ବଡ ଦାଣ୍ଡ ସେ ଜାଗା ଯେହେତୁ ବହୁତ କମ ଅଛି, ଯେତେବେଳେ ଲକ୍ଷ ଲକ୍ଷ ଲୋକ ଯେତେଙ୍କର ସମାବେଶ ରହୁଛି ସେତେବେଳେ କଣ୍ଟ୍ରୋଲ କରିବା ଟିକେ କଷ୍ଟ। କିନ୍ତୁ ତାପରେ ବି ଯେତେବେଳେ କୌଣସି ଗୋଟେ ଘଟଣା ଘଟୁଛି ନିହାତି ଭାବରେ ଆମେ ପ୍ରଶାସନିକ ତ୍ରୁଟି ବୋଲି କହିପାରିବା। ଯଦି ପ୍ରଶାସନିକ ତ୍ରୁଟି ଯଦି ନଥାନ୍ତା ତାହେଲେ ହୁଏତ ଏସବୁ କାର୍ଯ୍ୟ ହେଇନଥାନ୍ତା। ନାଇଁ ମୁଁ ଆପଣଙ୍କ ସହିତ ଏକମତ ଯେ ପ୍ରଶାସନିକ ତ୍ରୁଟି କି ସବୁବେଳେ ଆମେ ଦୋଷ ଦେଇ ଆସିଛେ। ଆମେ ଆମକୁ କାହିଁକି ଦୋଷ ନିଜକୁ ପଚାରୁନେ? ଆମେ ମଧ୍ୟ ନିଜକୁ ବି ପଚାରିବା କଥା ଯେ ଆମେ କଣ ଠିକ ଭାବରେ ଆଚରଣ କରୁଛେ। ଏ ଯୋଉ ଭିଡ ସେଠି ହଉଛି, ଆଜି ବି ଆପଣ ଯାଆନ୍ତୁ ଜଗନ୍ନାଥ ମନ୍ଦିର ଭିତରେ ଯୋଉ ଭିଡ, ସେଟା ଲୋକଙ୍କର କଣ ଆମର କଣ ତ୍ରୁଟି ସାର୍? ପ୍ରଶାସନିକ ବ୍ୟବସ୍ଥାର ତ୍ରୁଟି ରହୁଛି ନା। ଆପଣ କହିପାରନ୍ତି ଯିବେ ଲୋକ ତ ଭିଡ ହେବ, ତା ଭିତରେ କଣ ଲୋକମାନେ କାହିଁକି ଶୃଙ୍ଖଳିତ ଢଙ୍ଗରେ କଣ ଆମେ ଯାଇକିରି ଧାଡି ବାନ୍ଧିକିରି ଲୋକ ଦେଖିବେ? ତା ଭିତରେ ଠେଲାପେଲା ହେବାର କାରଣ କଣ ଅଛି ମତେ କହିଲେ? ମୁଁ ନିଜେ ବି କିଛି ବୁଝିପାରେନି। ଏତିକି ଲୋକ ଏ ଜଗନ୍ନାଥ ମନ୍ଦିର ଭିତରେ ଆପଣ ଯେକୌଣସି ସମୟରେ ତ ଲକ୍ଷ ଲୋକ ନଥିବେ ନା, ଅଳ୍ପ କେତେ ଲୋକ ସେଥିରେ ପୁଣି ଏତେ ଦଳା ଚକଡ଼ା ଏତେ ଭିଡ ତା ଭିତରେ ଯେ ଆପଣ ଠାକୁରଙ୍କୁ ଟିକେ ଦେଖିପାରିବେନି। ଛୋଟ ପିଲାକୁ ବି ଆପଣ ନେଇକି ଯାଇପାରିବେନି। ମୁଁ ସାର୍ କହୁଛି ପୁରୀ ମୁଁ ଯିବା ଛାଡି ଦେଇଛି, କାରଣ ମୁଁ ଯେତେ ଥର ଲାଷ୍ଟ ଥର ଯାଇଛି ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିପାରିନି। ମୁଁ ତ ସେଇଆ ମୋର କହିବାର ଉଦ୍ଦେଶ୍ୟ ପୁରୀ ଯିବିନି, କାରଣ ମୁଁ ତ ପୁରୀ ଗଲେ ଜଗନ୍ନାଥଙ୍କ ଦର୍ଶନ କରିପାରୁନି। କୋଉଠି ଫାଳେ ଆଖି ଦେଖୁଥିବି କି ସୁଭଦ୍ରାଙ୍କର ଫାଳେ ଦେଖୁଥିବି, ତାପରେ ଦେଖିପାରିବିନି। ଏତେ ଭିଡ ଭିତରେ ପୁଣ୍ୟ ଅର୍ଜନ କରିବାର ନାହିଁ। ମୋ ଭଳି ବହୁତ ଲୋକ ବି ଭାବୁଛନ୍ତି ତ ଏମିତି ଭିଡ ଭିତରେ ରହିକି ଆମର ପୁଣ୍ୟ ଅର୍ଜନ କରିବାର ନାହିଁ। କିନ୍ତୁ ଜଗନ୍ନାଥଙ୍କର ଯୋଉ 4 କୋଟି ଓଡିଆଙ୍କର ଯୋଉ ବିଶ୍ୱାସ ଅଛି ଜଗନ୍ନାଥଙ୍କ ଉପରେ, ସାରା ବିଶ୍ୱର ଯୋଉ ମାନେ ବିଶ୍ୱାସ ଅଛି ଜଗନ୍ନାଥଙ୍କ ଉପରେ, ତା ଭିତରେ କୋଉଠି ନା କୋଉଠି ରହୁଛି ଯୋଉଠି ଏତେ ଲୋକଙ୍କର ସମାବେଶ ରହୁଛି ସେଠି ପ୍ରଶାସନିକ ତ୍ରୁଟି ଯୋଉ ରହୁଛି ତାକୁ ସୁଧାରିବାଟା ଗୋଟେ ବହୁତ ବଡ ଦାୟିତ୍ୱ। ଆଜି ଯଦି ଆମେ ରିପୋର୍ଟ ଦାଖଲ କରିଦେବା ତାକୁ ଗୋଟେ କାଗଜ କଲମରେ ହୁଏତ ସୀମିତ ହେଇକି ରହିବ, କିନ୍ତୁ ତା ପାଇଁ ଯୋଉ ଗୋଟେ ନୂଆ ନିୟମ ଆସିବା ଦରକାର। ସାର୍ ଏବେ କିଛି ଦିନ ତଳେ ମୁଁ କେତେ ଗୋଟେ କମେଣ୍ଟ ଦେଖୁଥିଲି, ସେଥିରେ କହୁଥିଲେ ଯୋଉମାନଙ୍କର ରଥଯାତ୍ରା ସମ୍ବନ୍ଧୀୟ ଅଭିଜ୍ଞତା ଅଛି ସେଇମାନଙ୍କୁ ଏ ବର୍ଷ କାହିଁକି ଦିଆଗଲାନି ଦାୟିତ୍ୱ? ସେମାନଙ୍କୁ ଯଦି କିଛି ସେ ଦାୟିତ୍ୱ ଦିଆଯାଇଥାନ୍ତା, ପ୍ରଶାସନିକ କ୍ଷେତ୍ରରେ ଯୋଉମାନଙ୍କର ଅଭିଜ୍ଞତା ଅଛି ସେମାନଙ୍କୁ ଦିଆତା ହୁଏତ 3 ଜଣଙ୍କର ମୃତ୍ୟୁ ଘଟି ନଥାନ୍ତା। ସାର୍ କଣ ଏଇ ଯୋଉ ରିପୋର୍ଟ ଦାଖଲ ପରେ କୋଉ ନିୟମକୁ ସରକାରଙ୍କର ଦୃଷ୍ଟି ଦେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି, ଯାହା ଫଳରେ କି ପରବର୍ତ୍ତୀ ସମୟରେ ଯେତେବେଳେ ରଥଯାତ୍ରା ହବ ସେତେବେଳେ ଏମିତି କିଛି ଅଭାବନୀୟ ଘଟଣା ଆମେ ଦେଖିବାକୁ ପାଇବାନି ଏବଂ ସୁରୁଖୁରୁରେ ରଥଯାତ୍ରା ହେଇପାରିବ? ଆଜ୍ଞା, ପ୍ରଥମ କଥା ତ ହଉଛି ଅନେକ ଇନକ୍ୱାରି କମିଟି ରିପୋର୍ଟ ସରକାରଙ୍କୁ ଦିଆଯାଇଛି ଅତୀତରେ, ଯେତେବେଳେ ଲୋକ ବେଶୀ ଯାଉନଥିଲେ। ଆଜିକାଲି ରାସ୍ତା ଭଲ ହେଇଗଲାଣି, ଲୋକଙ୍କ ପାଖରେ ଗାଡି ଘୋଡା ହେଇଗଲାଣି, ତେଣୁ ଯେକୌଣସି ସମୟରେ ବି ଆପଣ ଦେଖିବେ ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ। କେବଳ ରଥଯାତ୍ରା ନୁହେଁ, ଆଗେ କେବଳ ବର୍ଷକୁ ଥରେ ରଥଯାତ୍ରା ସମୟରେ ପୁରୀରେ ଲକ୍ଷ ଲକ୍ଷ ଲୋକ ସମାଗମ ହଉଥିଲା ବୋଲିକିରି ଆମେ ଦେଖୁଥିଲୁ ସବୁ। ଏବେ ତ ସେତେବେଳେ ମଧ୍ୟ ଏଇ ପ୍ରକାର ଅପ୍ରୀତିକର ପରିସ୍ଥିତି ହଉଥିଲା, ଆଜି ମଧ୍ୟ ଏଇ ପ୍ରକାର ଅପ୍ରୀତିକର ପରିସ୍ଥିତି ହଉଛି। ଦିଟା କାରଣ। ମୁଁ ଆପଣଙ୍କ ସହିତ ଦ୍ୱିମତ ନୁହେଁ ଯେ ସରକାରଙ୍କର ବା ବ୍ୟବସ୍ଥାର କିଛି ଏଥିରେ ଦାୟୀ ନୁହନ୍ତି, କିଛି କରିବାର ନଥିଲା, ସବୁ ଲୋକଙ୍କର ଭୁଲ ବୋଲିକିରି ମୁଁ ଏ କଥା କହୁନି। ବ୍ୟବସ୍ଥା ମଧ୍ୟ ଦାୟୀ, ଲୋକ ମଧ୍ୟ ପରିବାରରେ ମୁଁ ଅନେକ ସମୟରେ ଭାବେ ଦାୟୀ। ଆପଣ ଯାହା କହିଲେ ଏ ରିପୋର୍ଟରେ କଣ ଥାଇପାରେ ଯୋଉଟା ଭବିଷ୍ୟତରେ ଅନ୍ତତଃ ସରକାରଙ୍କୁ ଗୋଟେ ବାଟ ଦେଖେଇବ ଠିକ ଭାବରେ ରଥଯାତ୍ରା ବା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କୁ ଦେଖିକିରି ସୁରୁଖୁରୁରେ ଆସିବ, ଜଣେ କଣ ବାଟ ଦେଖେଇବ? ନିଶ୍ଚିତ ଡେଭଲପମେଣ୍ଟ କମିଶନର ତା ଭିତରେ ନିଶ୍ଚୟ ଲେଖିଥିବେ ଯେ କୋଉ କାରଣ ପାଇଁ ସେଦିନ ଏ ଘଟଣା ହେଲା। ଅନ୍ତତଃ ସାଧାରଣ ଲୋକ ହିସାବରେ ଆମେ ତ ସେଦିନ ସେଠି ଉପସ୍ଥିତ ନଥିଲୁ, ସାଧାରଣ ଲୋକ ହିସାବରେ ଆମେ ଅନୁଭବ କରୁଛୁ। ମୁଁ ତ ସେଦିନ ଅନୁଭବ କରିଥିଲି ଯେ ଯେତେବେଳେ ବଡଦାଣ୍ଡରେ ଠାକୁର ଯାଇନାହାନ୍ତି ଗୁଣ୍ଡିଚା ମନ୍ଦିରକୁ, ରଥ ଗୋଟେ ଦିନ ଡେରିରେ ପହଞ୍ଚି ଠାକୁର ଯାଇନାହାନ୍ତି ଗୁଣ୍ଡିଚା ମନ୍ଦିରକୁ, ଲୋକମାନେ ନିଶ୍ଚିତ ଭାବରେ ବଡଦାଣ୍ଡରେ ଭିଡ କରିବେ। ସେଇ ଜାଗାରେ କୋଉଠି ଭିଡଟା ଅଧିକା ହବ ଠାକୁରଙ୍କୁ ରଥରେ ଦେଖିବା ପାଇଁ। କାହିଁକି ନା ଲୋକଙ୍କ ଭିତରେ ଗୋଟେ ଧାରଣା ଅଛି ମନ୍ଦିରରେ ତ ଠାକୁର ଦେଖିପାରିବେ, ରଥରେ ଠାକୁରଙ୍କୁ ଦେଖିଲେ ପୁନର୍ଜନ୍ମ ଆଉ ହବ ନାହିଁ ବୋଲିକିରି ଓଡିଆ ଲୋକମାନଙ୍କର ଗୋଟେ ସାଧାରଣ ଧାରଣା ଅଛି, ହିନ୍ଦୁ ଧର୍ମାବଲମ୍ବୀ ଲୋକମାନଙ୍କର ବିଶେଷ କରି ଗୋଟେ ଧାରଣା ଅଛି। ତେଣୁ ସବୁ ଲୋକଙ୍କର ଗୋଟେ ଇଚ୍ଛା, ଆଗେ ସେଥିଲାଗି ରଥ ଉପରକୁ ଯାଉଥିଲେ ଜଗନ୍ନାଥଙ୍କୁ, ବଳଭଦ୍ର ସୁଭଦ୍ରାଙ୍କୁ ଦେଖିବା ପାଇଁ।
ଏବେ ରଥ ଉପରକୁ ଯିବା ବନ୍ଦ କରିଦିଆଯାଇଛି। ତେଣୁ ଲୋକେ ତଳୁ ଛିଡା ହେଇକିରି ଦେଖିବେ ରଥକୁ, ରଥରେ ଠାକୁରଙ୍କୁ ଦେଖିବେ, ପୁନର୍ଜନ୍ମ ହବ ଇତ୍ୟାଦି ଯାହା ବି ଥାଉ ଏ ବିଶ୍ୱାସ ଥାଉ। ଆଉ ଆଜିକାଲି ଆଉ ଗୋଟେ ଜିନିଷ ହେଇଗଲାଣି ଯେ ସେଲ୍ଫି ସମସ୍ତେ ନଉଛନ୍ତି। ତେଣୁ ମୁଁ ନିଶ୍ଚିତ ଯେ ଅନୁ ଗର୍ଗ ତାଙ୍କ ରିପୋର୍ଟରେ ଏଇ କଥାକୁ ନିଶ୍ଚୟ ଦର୍ଶାଇଥିବେ ଯେ ଏଇଟାକୁ କେମିତି ବନ୍ଦ କରାଯିବ। ଏକ ଦୁଇରେ ସେଦିନ ରାତିରେ ଯୋଉଦିନ ଦଳାଚକଟା ହେଲା କୌଣସି ବଡ ଅଫିସର ସେ ଜାଗାରେ ନଥିଲେ। ଏତେ ଲୋକ ଗୋଟେ ଜାଗାରେ ସମାଗମ ହେଇକିରି ଅଛନ୍ତି, ସମସ୍ତଙ୍କ ଭିତରେ ଉତ୍କଣ୍ଠା, ଜଗନ୍ନାଥଙ୍କୁ କେତେ ପାଖରୁ ଦେଖିପାରିବେ, ଜଗନ୍ନାଥଙ୍କ ସହିତ ଫଟୋ ନେବେ। ଏମିତିଆ ପରିସ୍ଥିତିରେ ଆଇନ ଶୃଙ୍ଖଳା ପରିସ୍ଥିତିକି ବଜାୟ ରଖିବା ଗୋଟେ ବଡ କାମ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଆପଣ ଚାହିଁଲେ କରିପାରିବେନି କି ମୁଁ ଚାହିଁଲେ କରିପାରିବିନି, କେବଳ ଜଣେ ପୋଲିସ ଲୋକ କରିପାରିବେ। ସିଏ ପୁଣି କୋଉ ପୋଲିସ ଅଫିସର ହେଇଥିବା ଦରକାର, 2-4 ଜଣ କନଷ୍ଟେବଲକୁ ସେଠି ଛିଡା କରିଦେଲେ ତ ହେଇପାରିବନି। ୟାକୁ ଜଣେ ଅତି ସିନିୟର ଲେବୁଲର ଲୋକ ସିଏ ସେ ଜାଗାରେ ରାତିରେ ଉପସ୍ଥିତ ରହିବା କଥା, କାହିଁକି ନଥିଲେ?